କବିତା ବାହାରି ପଇଲ? ହଁ ବାହାରି ପଇଲି। ଆଉ ଏଥର ଗାଁକୁ ଗଲେ ନା ମିନିମମ୍ 10 ରୁ 12 ଦିନ ରହିବ। ଜମାରୁ ଟେନସନ ନବନି। ଆଉ ଯଦି କିଛି ଦରକାର ପଡିଲା ତାହେଲେ ମତେ ଫୋନ କରିବ। ଆରେ ମୁଁ ଅଛି ନା, ଜମାରୁ ବ୍ୟସ୍ତ ହବନି ହେଲା। ଆରାମ ସେ ଯା। ହଉ ମୁଁ ଯାଉଛି, ବାଏ। ବାଏ। ହ୍ୟାଲୋ, କଣ ହେଲା? ତମେ କାନ୍ଦୁଛ କଣ ପାଇଁ? କଣ ହେଇଛି ତମର? ମତେ ଆଜିକି ତମେ ଏଠୁ ଶୀଘ୍ର ନେଇଯାଅ, ନହେଲେ ତମର ନାକ କଟିଯିବ। ଲୋକମାନେ ତମକୁ ଆଙ୍ଗୁଠି ଦେଖେଇକି କେତେ କଣ କହିବେ, ମତେ ଭଲ ଲାଗିବନି। ତମେ ମତେ ଆଜିକି ଶୀଘ୍ର ନେଇଯାଅ। ଆରେ କଣଟା ହେଇଛି ମତେ କହୁନ? ଖାଲି ହଉଛ ଆଉ ଏ ହେଲେ ମୁଁ କଣଟା ବୁଝିବି ମତେ କହିଲ? ଖାଲି ରେଡିଓ ବୋବେଇଲା ଭଳିଆ ଖାଲି ଖାଲି ହେତେବେଳୁ ହେଲେଣି। ତମେ ଶୀଘ୍ର ଆସିକି ମତେ ଆରେ ନେଇଯାଅ। କୁହ କହିଛି। ଆରେ ହଉଛନ୍ତି ଖାଲି। ଜାଣିଛ, ତମେ ଯୋଉ ମତେ 10,000 ଟଙ୍କା ଦେଇଥିଲ? ହଁ ଦେଇଥିଲି, କଣ ହେଲା? ସେ 10,000 ଟଙ୍କା ନା ତମର ଯୋଉ ପ୍ୟାଣ୍ଟ ସାର୍ଟ ତଳେ ଯୋଉ ଥାକରେ ଥୁଆ ହେଇଛି, ମୁଁ ସେଠି ଛାଡି ଦେଇକି ଆସିଛି। ଲୋକମାନେ କଣ କହିବ କହିଲ? ଏ ତା ବୋପା ଘରକୁ ଆସିଛି, ଟଙ୍କାଟେ ଆଣିକି ଆସିନି। ଆଉ ତା ସ୍ୱାମୀ ସେମିତି କେମିତି ଛାଡି ଦେଇଛି ମ? ତା ହାତରେ କିଛି ବି ଟଙ୍କାଟେ ଦେଇନି। ଆଉ ମତେ ଖରାପ ଲାଗିବନି? ହଉ ହଉ, ତମେ ଜମା ବ୍ୟସ୍ତ ହବନି। ତମେ ସେଠି ପଇସା ଛାଡି ଦେଇଛି ତ? ହଉ ତାହେଲେ ଠିକ ଅଛି, ମୁଁ ତମକୁ 10,000 ଟଙ୍କା ଫୋନ ପେ କରିଦଉଛି। ଆଉ ସେଇଠୁ 10,000 ଟଙ୍କା ଅଛି, ମୁଁ ସେଇଟା ମୁଁ ରଖିଦେଲେ ହବନି? ହଉ ହବ ତ? ଠିକ ଅଛି, ତମେ ଟିକେ ଶୀଘ୍ର ଛାଡିଦବ। ହଁ ମୁଁ ଛାଡିଦେବି, ତମେ କିଛି ଟେନସନ ଦରକାର ନାହିଁ। ନା ବହୁତ ଭଲ, ଥ୍ୟାଙ୍କ ୟୁ। ନା ଟିକେ ଜଲ୍ଦି ଜଲ୍ଦି ଟିକେ ପଇସା ଛାଡିଦବ। ଆଉ ପଇସାଟା କୋଉଠି ଅଛି କହିଲ? ତମ ଯୋଉ ବ୍ଲାକ ସାର୍ଟ ନାହିଁ ତା ତଳେ ଥୋଇ ଦେଇଛି, ତମେ ସେଇଟା ନେଇଯିବ ହେଲା। ରଖୁଛି, ଟିକେ ଶୀଘ୍ର ଛାଡିଦବ। ବ୍ଲାକ ସାର୍ଟ ଏଇଟା କାଇଁ? ଆରେ କାଇଁ? ସେ କାଇଁ ପଇସା ନାହିଁ ତ? ଆରେ ମତେ ବୋକା ବନେଇଦେଲା ନା କଣ? ରଖ, ତମେ ଫୋନ କରୁଛୁ ମତେ ବୋକା ବନେଇଦେଲା। ଭଗବାନେ, 10,000 ଟଙ୍କା ନେଇଗଲ, ମୋ ଫୋନ ପେ 10,000 ଟଙ୍କା ନେଇଗଲ, ମତେ ବୋକା ବନେଇଦେଲା। ପଇସା ନାହିଁ, ଫେସବୁକରେ କାହିଁ ନାହିଁ। ଫୋନ କଣ ଫୋନ? ପଇସା ତ ପାଇଗଲା, କାଇଁ ଫୋନଟା ଉଠେଇବନି? ଆରେ ଇଏ କଣ ପାଇଁ ଫୋନ କଲେ? ହ୍ୟାଲୋ, କଣ ପାଇଁ ଏତେ ଥର ଫୋନ କରୁଛ କହିଲ? ମୁଁ ମୋ ବାପ ଘରକୁ ଆସିଛି, ମତେ ଟିକେ ଶାନ୍ତିରେ ରଖେଇଦବନି କି? ହଁ, 1,000 ଥର ଲେଖା ଫୋନ କରୁଛ। ଆରେ ମୁଁ ମାର୍କେଟ ଯିବି ବୋଲି ବାହାରିଛି, କଣ ତମର ଦରକାର କହିଲ? ଏତେ ଥର ଫୋନ କରୁଛ, ମୁଁ ରଖୁଛି। ରଖିବି, ଶୁଣ ଶୁଣ ଶୁଣ। ଆରେ ତମେ ଯୋଉ କହିଲ ବ୍ଲାକ ସାର୍ଟ ତଳେ ଯୋଉ ପଇସା ଅଛି ବୋଲି, କାଇଁ ତମକୁ ଖୋଜିଲି, ସେଥିରେ କାଇଁ ପଇସା ପତ୍ର କିଛି ନାହିଁ। କୁଆ ଗଲା ପଇସା? ତମେ ବା ଥୋଇକି ଆସିଛ ବୋଲି କହୁଥିଲ, କାଇଁ ଏଠି ତମେ ଖୋଜିଲି ପଇସା ନାହିଁ, ତାହେଲେ ପଇସା କୋଉଠି ରଖିଛ? ମୋର ମନ ନାହିଁ, ମୋ ପର୍ସ ଭିତରେ ଆସିଛି ହାରି। ଯଦି ପର୍ସ ଭିତରେ ପଳେଇଛି, ତାହେଲେ ଯୋଉ ଫୋନ ପେ 10 କରିଛି ସେଇଟାକୁ ସତରେ ରିଟର୍ନ ଫୋନ ପେ କରିଦିଅ ହେଲା। ଆଉ କଣ ଦିଟାଙ୍କ ପଇସା ରଖିବ? ମୁଁ ଏଠି କଣ ଖମ୍ପାରେ ରହିବି? ସଜରେ 10 ଫୋନ ପେ କର। ଫୋନ ରଖ ମ। କଣ କହିଲା? ଫୋନ ପେ କର। ଫୋନ କେମିତି ରଖ? ଆଙ୍କର ତ କିଛି କାମ ନାହିଁ।